ରାବଣ ପ୍ରତିଦିନ ନିଜ ଭାଇ ବିଭୀଷଣଙ୍କ ଝିଅ ସହିତ ଯୌନ ସମ୍ପର୍କ ରଖୁଥିଲା କାହିଁକି? ଏହା ପଛରେ ପ୍ରକୃତ ସତ୍ୟ କ'ଣ ଥିଲା? ରାବଣ ଏକ ଏପରି ନାମ ଯାହା ରାକ୍ଷସୀ ପ୍ରତିମା ସୃଷ୍ଟି କରେ। 10 ମୁଣ୍ଡ ବିଶିଷ୍ଟ ଜଣେ ମହାନ ଯୋଦ୍ଧା, ଯାହାଙ୍କର ଜ୍ଞାନ ବିଶାଳ ଥିଲା, ତଥାପି ତାଙ୍କର କାର୍ଯ୍ୟ ସମାନ ଭାବରେ କଳୁଷିତ ଥିଲା। କିନ୍ତୁ ଆପଣ କେବେ ଭାବିଛନ୍ତି କି, ବେଦ ଜ୍ଞାନର ଅଭାବ ଥିବା ଜଣେ ବିଦ୍ୱାନ ଏବଂ ତପସ୍ୱୀ ବ୍ରାହ୍ମଣ କିପରି ଏତେ ପତିତ ହେଲେ ଯେ ସେ ବିଭୀଷଣଙ୍କ ପରି ଜଣେ ଧାର୍ମିକ ପୁରୁଷଙ୍କ ପରିବାରକୁ ମଧ୍ୟ ନିର୍ଦ୍ଦେଶନା ଦେଉଥିଲେ? ରାବଣ ତାଙ୍କ ନିଜ ଭାଇ ବିଭୀଷଣଙ୍କ ଝିଅ ସହିତ ପ୍ରତିଦିନ ଯୌନ ସମ୍ପର୍କ ରଖୁଥିଲେ କାହିଁକି? ବନ୍ଧୁଗଣ, ଏହା କେବଳ ଏକ କାହାଣୀ ନୁହେଁ, ବରଂ ଏକ ରହସ୍ୟ ଯାହା ଶତାବ୍ଦୀ ଧରି ଲୁଚି ରହିଛି। ତଥାପି ଲୋକକଥା ଏବଂ କିଛି ଗ୍ରନ୍ଥ ଗୁଡ଼ିକରେ କୌଣସି ନା କୌଣସି ରୂପରେ ବଞ୍ଚି ରହିଛି। ରାବଣ କେବଳ ଏକ ରାକ୍ଷସ ନଥିଲେ, ସେ ଶକ୍ତିର ପ୍ରତୀକ ହୋଇଯାଇଥିଲେ, ଯିଏ ମହିଳାମାନଙ୍କୁ କେବଳ ଆନନ୍ଦର ବସ୍ତୁ ବୋଲି ମନେ କରୁଥିଲେ। ଏହି ପ୍ରଶ୍ନ କେବଳ ଶାରୀରିକ କାମନା ବିଷୟରେ ନୁହେଁ, ବରଂ ମାନସିକ ବିକୃତି ବିଷୟରେ, ଯାହା ଶକ୍ତିରେ ମତ୍ତ ବ୍ୟକ୍ତିକୁ ଏପରି କରିବାକୁ ପ୍ରେରଣା ଦିଏ। ଯେତେବେଳେ ଗୋଟିଏ ଭାଇ ଧାର୍ମିକତାର ପଥ ଅନୁସରଣ କରେ ଏବଂ ଅନ୍ୟ ଜଣେ ଧର୍ମରେ ମତ ହୋଇଯାଏ, ସେତେବେଳେ ଭାଇଚାରାର ମର୍ଯ୍ୟାଦା ହଜିଯାଏ। ବ୍ୟକ୍ତିର ମର୍ଯ୍ୟାଦା ଏବଂ ତାଙ୍କ ନିଜ ମୃତ୍ୟୁ ଅନ୍ୟ ଅର୍ଦ୍ଧକ ସହିତ କ'ଣ ହୁଏ? ଏହି ଘଟଣା ପଛରେ ଲୁଚି ରହିଥିବା ପ୍ରଶ୍ନ। ରାବଣ ଏକ ନାମ ଯାହାକୁ କେବଳ ରାକ୍ଷସ ବୋଲି କହି ବୁଝିହେବ ନାହିଁ। ସେ ସଂହିତାର ରଚୟିତା, ଶିବଙ୍କ ଉପାସକ ଥିଲେ, ଜଣେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସମସ୍ତ ବେଦ ବିଷୟରେ ଜ୍ଞାନୀ ଥିଲେ ଏବଂ ଜଣେ ମହାନ ତପସ୍ୱୀ ଥିଲେ। କିନ୍ତୁ ଯେତେବେଳେ ଅହଙ୍କାର ଏବଂ କାମନା ପରସ୍ପରର ସାକ୍ଷାତ କରନ୍ତି, ପତନର ପଥ ଆରମ୍ଭ ହୁଏ। ରାବଣର ପାଣ୍ଡିତ୍ୟ ତାଙ୍କ ଚରିତ୍ରକୁ ରକ୍ଷା କରିପାରିଲା ନାହିଁ, ତାଙ୍କ ଶକ୍ତି ତାଙ୍କ ଧର୍ମକୁ ରକ୍ଷା କରିପାରିଲା ନାହିଁ ଏବଂ ତାଙ୍କ ଜ୍ଞାନ ତାଙ୍କ କାମନା ଦ୍ୱାରା ପରାସ୍ତ ହୋଇଥିଲା। ଲଙ୍କାର ସିଂହାସନ ତାଙ୍କୁ କେବଳ ଶାସନ କରିବାର ଅଧିକାର ଦେଇନଥିଲା, ବରଂ ସମସ୍ତଙ୍କ ଉପରେ ମାଲିକାନା ଭାବନା ମଧ୍ୟ ଦେଇଥିଲା। ସେ କ୍ଷମତା ପ୍ରତି ଏହି କାମନାରେ ଏତେ ଅନ୍ଧ ହୋଇଗଲେ ଯେ ସେ ତାଙ୍କ ନିଜ ଭାଇର ଝିଅକୁ ମଧ୍ୟ ଆନନ୍ଦର ବସ୍ତୁ ଭାବରେ ଦେଖିବାକୁ ଲାଗିଲେ। କୁହାଯାଏ ଯେ ଯେତେବେଳେ ବିଭୀଷଣ ଶ୍ରୀରାମଙ୍କ ପକ୍ଷ ନେଲେ, ତାଙ୍କ ଆତ୍ମାରେ ଏକ କୋଣରେ ଏକ ଅଗ୍ନି ପ୍ରଜ୍ୱଳିତ ହେଲା, ଯାହାକୁ ସେ ନିଜେ ମଧ୍ୟ ଲିଭାଇ ପାରିଲେ ନାହିଁ। ତାଙ୍କ ସାନ ଭାଇ ବିଭୀଷଣ ଧର୍ମପଥରେ ଚାଲିଥିଲେ। ସେ ସବୁବେଳେ ରାବଣକୁ ଧର୍ମରେ ନିବୃତ୍ତ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ରାବଣ ନିଜ ଭାଇକୁ ବିଶ୍ୱାସଘାତକ କହି ତାଙ୍କୁ କେବଳ ଲଙ୍କାରୁ ବାହାର କରିନଥିଲେ, ବରଂ ତାଙ୍କ ଅପମାନର ପରିଣାମ ମଧ୍ୟ ଭୋଗ କରିଥିଲେ। ପ୍ରତିଶୋଧ ନେବା ପାଇଁ ସେ ଯେଉଁ ପଥ ବାଛିଥିଲେ, ତାହା ଧର୍ମର ସବୁଠାରୁ ନିମ୍ନ ସ୍ତରରେ ଥିଲା। କିଛି କିମ୍ବଦନ୍ତୀ ଏବଂ ଲୋକକଥା ବର୍ଣ୍ଣନା କରେ ଯେ ବିଭୀଷଣଙ୍କର ତ୍ରିଜଟା ନାମକ ଏକ କନ୍ୟା ଥିଲା, ଯିଏ ଅତ୍ୟନ୍ତ ସୁନ୍ଦର, ସରଳ ଏବଂ ବ୍ରହ୍ମଚର୍ଯ୍ୟରେ ପାରଙ୍ଗମ ଥିଲେ। ତାଙ୍କ ଦୃଷ୍ଟିରେ ରାବଣ ତାଙ୍କର କାକା ନୁହନ୍ତି, ବରଂ ଜଣେ ତପସ୍ୱୀ ଏବଂ ପୂଜ୍ୟ ପୁରୁଷ ଥିଲେ। କିନ୍ତୁ ଗୋଟିଏ ଦିନ ଏକ ଅଜବ ଘଟଣା ଘଟିଲା। ତ୍ରିଜଟା ଏକ ଶିବ ମନ୍ଦିରରେ ପ୍ରାର୍ଥନା କରୁଥିଲେ। ରାବଣ ତାଙ୍କ ଝିଆରୀଙ୍କୁ ଦେଖି ସେଠାରେ ପହଞ୍ଚିଲେ। ତାଙ୍କ ଆତ୍ମାରେ ଏକ ଅଦ୍ଭୁତ ସ୍ପନ୍ଦନ ସୃଷ୍ଟି ହେଲା। ଏହା ପବିତ୍ର ପ୍ରେମ କିମ୍ବା ସାଧାରଣ ଆକର୍ଷଣ ନଥିଲା, ଏହା ଏକ ଅପୂର୍ଣ୍ଣ ଇଚ୍ଛା, ବନ୍ଧନ ପରି ଅନ୍ୟ କିଛି ଥିଲା। ରାବଣ ସେହି ରାତିରେ ଶୋଇପାରିଲେ ନାହିଁ। ସେ ଜାଣିଥିଲେ ଯେ ସେ ତାଙ୍କ ଭାଇଙ୍କ ଝିଅ, କିନ୍ତୁ ରାବଣ ପାଇଁ ସେ ବର୍ତ୍ତମାନ କେବଳ ଏକ ବସ୍ତୁ। କୁହାଯାଏ ଯେ ରାବଣ ବିଭୀଷଣଙ୍କ ଝିଅ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ସେ ପ୍ରତ୍ୟେକ ରାତିରେ ତ୍ରିଜଟାଙ୍କୁ ଦେଖା କରୁଥିଲେ ଏବଂ ତାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ, କାରଣ ଏହା କାମନା ନୁହେଁ, ବରଂ ତାଙ୍କ ଭାଇ ଉପରେ ପ୍ରତିଶୋଧ ନେବାର ଅମାବନ୍ୟ ଉପାୟ ଥିଲା। ବିଭୀଷଣ ଏସବୁ ଜାଣିଥିଲେ। ସେ ଜାଣିଥିଲେ ଯେ ରାବଣର କାର୍ଯ୍ୟ କେବଳ ତାଙ୍କ ଶରୀରକୁ ନୁହେଁ, ବରଂ ତାଙ୍କ ଆତ୍ମାକୁ ମଧ୍ୟ ଆଘାତ ଦେଉଥିଲା। ସେ ନିଜକୁ ଯନ୍ତ୍ରଣା ଦେଉଥିଲେ। ସେ ଦୋଷୀ ଅନୁଭବ କରୁଥିଲେ ଯେ ତାଙ୍କ ଝିଅ ଧର୍ମ ପାଇଁ ଏବଂ ଦୁଷ୍ଟଙ୍କ ବିରୁଦ୍ଧରେ ଠିଆ ହେବାର ନିଷ୍ପତ୍ତି ପାଇଁ ମୂଲ୍ୟ ଦେଉଛି। କିନ୍ତୁ ବିଭୀଷଣ ଡରି ନଥିଲେ। ସେ କେବଳ ଗୋଟିଏ ପଥ ବାଛିଥିଲେ, ପ୍ରଭୁ ଶ୍ରୀରାମଙ୍କ ସେବା। ସେ ବିଶ୍ୱାସ କରିଥିଲେ ଯେ ଅଧର୍ମ ଦିନେ ଶେଷ ହେବ। ବନ୍ଧୁଗଣ, ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ କେବଳ ଶକ୍ତି, ଜ୍ଞାନ ଏବଂ ପୂଜା ଜଣେ ବ୍ୟକ୍ତିକୁ ମହାନ କରିଥାଏ। ମହାନ ସେହି ବ୍ୟକ୍ତି ଯିଏ ସୀମା ମଧ୍ୟରେ ରହିବାକୁ ଜାଣେ, ଯିଏ ଧର୍ମକୁ ସମ୍ମାନ କରେ ଏବଂ ଯିଏ ନାରୀକୁ ଦେବୀ ଭାବରେ ଦେଖେ, ବସ୍ତୁ ଭାବରେ ନୁହେଁ। ରାବଣର ଅନ୍ତ ଏହି କାରଣରୁ ହୋଇଥିଲା। ସେ ସୀତାଙ୍କୁ ସ୍ପର୍ଶ କରିପାରିଲେ ନାହିଁ, କାରଣ ସୀତା ଏକ ଆତ୍ମା ଥିଲେ ଏବଂ ପାପ ଏକ ଆତ୍ମାକୁ ସ୍ପର୍ଶ କରିପାରିବ ନାହିଁ। ସେ ବିଭୀଷଣଙ୍କ ଝିଅକୁ ଅପମାନ କରିଥିଲେ, କିନ୍ତୁ ଆଘାତ ପାଇବା ପରେ ମଧ୍ୟ ସେ ଶାନ୍ତ ରହିଥିଲେ, କାରଣ ସେ ପ୍ରତିଶୋଧ ନୁହେଁ, ସହିଷ୍ଣୁତା ମାଧ୍ୟମରେ ଧର୍ମକୁ ପରାସ୍ତ କରିବାର ପଥ ବାଛିଥିଲେ। ବିଭୀଷଣଙ୍କ ଏହି କାହାଣୀ ଆମକୁ କୁହେ ଯେ ଯେଉଁମାନେ ଧର୍ମରେ ସ୍ଥିର ରୁହନ୍ତି, ସେମାନେ ହିଁ ଶେଷରେ ବିଜୟୀ ହୁଅନ୍ତି। ରାବଣର ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଯଦି କାମନା ଏବଂ ପ୍ରତିଶୋଧ ସହିତ ମିଶ୍ରିତ ହୁଏ, ତେବେ କୌଣସି ପ୍ରୟାସ, କୌଣସି ତପସ୍ୟା, କୌଣସି ଶକ୍ତି ମୂଲ୍ୟହୀନ ନୁହେଁ।
ବନ୍ଧୁଗଣ, ଏହା ଆଜିର ଭିଡ଼ିଓ ଥିଲା। ଯଦି ଆପଣ ଏହି ଭିଡ଼ିଓ ଉପରେ ଆପଣଙ୍କର ମତାମତ ଦେବାକୁ ଚାହାନ୍ତି ତେବେ ଆପଣ ଆମକୁ ମନ୍ତବ୍ୟ ମାଧ୍ୟମରେ ଦେଇପାରିବେ। ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।